ସୁମନ୍ତ ରହିଥାଏ। ସୁମନ୍ତ ରହିଥା। ବର୍ତ୍ତମାନ ତ ଆପଣ ମାନଙ୍କର ମଣ୍ଡଳୀ ତ ତାବଡ଼ା। ହଁ। ଏଇ ତବସିଂ ମଣ୍ଡଳୀରେ କଣ ପାଇଁ ଆସିଅଛ? ଏତିକି ଲୋକମାନଙ୍କୁ ଧରି କଣ ପାଇଁ ଆସିଲ? ଏଥିରକୁ ଆଣୁଥିବାର କାରଣ ହେଉଛି ଗତ ମାସ ଦିନ ମଧ୍ୟରେ ଛକାମନ ବଡ଼ମଣ୍ଡିଙ୍କ ଝିଅ ସସ୍ମିତା ବଡ଼ମଣ୍ଡି ମୁଁ ଇଚ୍ଛା କରୁଥିବାରୁ ବା ଚିଠି ମାଧ୍ୟମରେ ଜଣାଇଥିବାରୁ ଦୁଇ ଗୋଟି ପରିବାର ସହିତ ମିଳାମିଶି କରି ଆଜି ଦିନ ମଧ୍ୟରେ ଏହି ସସ୍ମିତାଙ୍କ ବାରଣ୍ଡାରେ ସମସ୍ତଙ୍କ ଦୁଇ ଗୋଟି ମଣ୍ଡଳୀ ମାଧ୍ୟମରେ ଜଣାଇବାକୁ ଏତେ ଲୋକ এই বারান্দাରେ ଉପସ୍ଥିତ ହୋଇଅଛୁ। ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ମଙ୍ଗଳ ଅନୁଗ୍ରହ କରନ୍ତୁ। ଯେହେତୁ ଏହି ସସ୍ମିତା ନିମନ୍ତେ ଆପଣ କୋଉଠି ଦେଖିଲ ନା କୋଉଠି ତମେ ମିଳାମିଶା ହୋଇ ତମେ କଥାବାର୍ତ୍ତା କଲ ନା କଣ କଲ ତେବେ ସ୍ଥିତି ପତ୍ର ତମେ ଦିଆଦି କଲ? ମୁଁ ଏଇ ତପସ୍ୟା ମଣ୍ଡଳୀରେ ଗୋଟେ ଥର ଆସିଅଛି ଗୀତ ବସିବାକୁ ବା ଏଠି ଆସିବା ସମୟରେ ଏଇ ସସ୍ମିତା ବଡ଼ମଣ୍ଡିଙ୍କୁ ମୁଁ ଦେଖିଅଛି ବା ଇଚ୍ଛା କରୁଥିବାରୁ ମୋ ଚିଠି ମାଧ୍ୟମରେ ତାକୁ ଜଣାଇଅଛି। ସସ୍ମିତା ଏଇ ଚିଠି ସସ୍ମିତାକୁ ଦେଲ ନା ତାଙ୍କ ବାପା ମାଙ୍କୁ ଦେଲ? ସସ୍ମିତା ଦେ ସସ୍ମିତାଙ୍କୁ ଦେଲ। ସସ୍ମିତାକୁ ଚିଠି ଯେତେବେଳେ ଦେଲ ସେତେବେଳେ ସସ୍ମିତା କଣ କହିଲେ କି? ହଁ ସେ କିଛି କହିନଥିଲେ କିନ୍ତୁ ଯେତେବେଳେ ଆମମାନେ ଚିଠି କିଛି ଦିନ ରହିଥିବାରୁ ଆମମାନେ ଦୁଇ ଗୋଟି ପରିବାର ସହିତ କଥା ହେଇଥିବାରୁ ସେ ହଁ କରିଦେଇଛି। ସସ୍ମିତା ସହିତ କିଛି କଥା ହେଲ ନାହିଁ? ତାପରେ କଥା ହେଲୁ। କିନ୍ତୁ ଚିଠି ଦେଲା ମାଧ୍ୟମରେ ପରେ ଆପଣ ତା ହାତରେ ଦେଲା ପରେ ତୁମେ କଥା ହେଇଥାନ୍ତ ନା? କଥା ହେଇଥିଲେ। ତା ସହିତ କଥା ହେଲ ତ? ହଁ। ସେ କଥା ହେବାରୁ କଣ କହିଲେ ମୁଁ ଆଉ ତୋର ପାଇଁ ଆସିବି ବୋଲି କହିଲା କି ତାର ଇଚ୍ଛା ଅଛି ବୋଲି କହିଲା କି ତୋର ପାଇଁ? ହଁ ଇଚ୍ଛା ବୋଲି କହୁଥିଲେ। ସେତେବେଳେ ତମେ ନିଜ ଗୃହକୁ ବା ନିଜ ଗ୍ରାମକୁ ଫେରିଗଲ ନାଇଁ? ହଁ। ଧନ୍ୟବାଦ। ବାବୁ ହଁ। ଆପଣ ତ କଥା ହେଲ ସସ୍ମିତା ସହିତ। ହଁ। ସସ୍ମିତାର ତାର କାର୍ଯ୍ୟକଳାପ ତାର କ୍ରିୟା ବିବେଚନାକୁ ତୁମେ ତାହା ଦେଖିଅଛ? ନାଇଁ ଦେଖି ନାହିଁ। ଦେଖିନା? ହଁ। ହେଲେ କେମିତି ତାକୁ ଇଚ୍ଛା କଲ? ମୁଁ ଦେଖିଥିବାରୁ ହିଁ ଇଚ୍ଛା କରୁଥିଲି। ସେ ବର୍ତ୍ତମାନ ଏହି ସମୟ ମଧ୍ୟରେ ସେ କଣ କରୁନାହିଁ? କାମ କରୁନି। ବୁଝିଲେ କି? ସେ ନିଜ ଘରେ ଶୋଇକି ରହୁଛି। ପାଣି ବି ଆଣୁନି, ମଜାମଜି ବି କରୁନି। ଆପଣ ସେଠିକି ନେଇ କଣ କେମିତି କରିବ? ଶିଖେଇବ? ହଁ। ଆପଣ ନେଇକି ଶିଖେଇଲା ପରେ ଯେତେବେଳେ କାମ କରିବ ସିଏ। ପ୍ରେମର ସହିତ ଶିଖେଇବ। ଆପଣ ଦୁଇ ଜଣ ମଜାମଜି କରିବ କିଛି ଶିଖେଇବ? ବର୍ତ୍ତମାନ ଆପଣ ନେଲା ପରେ କାମ ଶିଖେଇବ ନାଇଁ? ହଁ। ସେ ତ ଗୋବଳି ମଧ୍ୟ ପାରୁନି। ଆପଣ ମାନଙ୍କର ବଗଡ଼ କରୁଛନ୍ତି? ହଁ କରିଛ। ଧାନ ବିଲ ବାଡ଼ ଅଛି? ସେ ତ ରହିବାର ଜାଣୁନି, କେବଳ ଗୁବଳା କରିବାକୁ ଜାଣୁନି। କେମିତି କରିବ? ସେଟା ବି ଶିଖେଇବୁ। ଶିଖେଇ ପାରିବ ତ? ହଁ। ସେତେବେଳେ କହିବ ନାହିଁ ଯେ ସସ୍ମିତାକୁ କହିବ ସସ୍ମିତା ତୋତେ ମୁଁ ଆଣିଲି ସିନା ତଥାପି ଆଉ ଧାନ ବି ରୋଇ ପାରୁନୁ, କେବଳ ଗୁବଳା ବି କରିପାରୁନୁ। ଆଉ ମୁଁ ତୋତେ କଣ କରିବି? ଛାଡ଼ିଦେବି। ସେମିତି କହିବୁ ତ? ନାଇଁ ସେମିତି ନୁହଁ। କହିବୁ ନାହିଁ? ଧନ୍ୟବାଦ। ଆଉ ଏ ଚିଠି ଯୋଉ ଦେଲ ତମ ବାପା ମାଙ୍କୁ ପଚାରିଲ କି? ହଁ ପଚାରିଲି। ତମର ଭାଇ ବନ୍ଧୁକୁ ପଚାରିଲ କି? ହଁ ପଚାରିଲି। ଆଉ ମୋ ବାପାଙ୍କୁ ପଚାରିବି?
ସବୁ ବର୍ତ୍ତମାନ ଏଇ ସସ୍ମିତା ନିମନ୍ତେ ଯେତେବେଳେ ଚିଠି ଦେଲ, କାଲିକି ଦିନ ମଧ୍ୟରେ ବାଗଦାନ କରି ନେଇଛୁ। ସସ୍ମିତା କହୁଛି କେବଳ ମୋତେ ଆଜି ଏକା ନେଇଯାଆନ୍ତୁ ବୋଲି କହୁଛି। କେମିତି ହବ? ନାଇଁ ଆପଣ ସେ- କାଲିକି କହୁଛନ୍ତି, ସେ ଆଜି କହୁଛି। ନାଇଁ କାଲିକି ବାଗଦାନ କରିକି ଆଉ ପ୍ରଭୁଙ୍କର ଅନୁଗ୍ରହ ଦୟା ଏବଂ ଏଇ ଦୁବର୍ଷ ମଣ୍ଡଳୀର ଭଦ୍ର ବ୍ୟକ୍ତି କର୍ମକର୍ତ୍ତା ଆଉ ଯେତେ ଜଣ ପାଷ୍ଟରଙ୍କର ଆଶୀର୍ବାଦରୁ ଆମମାନେ ବିବାହ ବନ୍ଧନ ହେଇ ମୋ ନିଜ ଘରକୁ ନେଇଛୁ। ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଏହା ଯେ ଏହି ସବୁ କଥା କହୁଛନ୍ତି, ଏହା କାହା ଆଗରେ କହୁଛନ୍ତି? ସଦାପ୍ରଭୁଙ୍କ ସମ୍ମୁଖରେ ଏବଂ ଦୁଇ ଗୋଟି ମଣ୍ଡଳୀର ସମ୍ମୁଖରେ ଏବଂ ଏଇ ଯେତେ ଜଣ ଏ ସ୍ଥାନରେ ଭଦ୍ର ବ୍ୟକ୍ତିମାନେ ବା ବାପା ମା ଭାଇ ଭଉଣୀମାନଙ୍କ ସମ୍ମୁଖରେ ମୁଁ ଏଇ ବାକ୍ୟଟି ପ୍ରକାଶ କରିଅଛି। ଏହା ଯୋଉ ପ୍ରକାଶ କଲ, ଏହା କେତେ ଦିନ ପାଇଁ ପ୍ରକାଶ କଲ? ଆଜୀବନ କାଳ ପର୍ଯ୍ୟନ୍ତ। ଆଜୀବନ କାଳ ପର୍ଯ୍ୟନ୍ତ ମାନେ ଜୀବନ ଥିବା ଯାଏ ହଁ, ନାଇଁ? ହଁ, ଆଜୀବନ କାଳ ହୁଏନି, କେବଳ ଜୀବନ ଥିବା ପର୍ଯ୍ୟନ୍ତ। ଜୀବନ। ତେଣୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ ଏବଂ ଅନୁଗ୍ରହ କରନ୍ତୁ। ଯେହେତୁ ଆପଣମାନଙ୍କର ବାକ୍ୟ ସଦାପ୍ରଭୁ ସଫଳ କରନ୍ତୁ ଏବଂ ଅନୁଗ୍ରହ କରନ୍ତୁ। ଯେପରି ପରମେଶ୍ୱରଙ୍କର ବାକ୍ୟରେ କହିବେ, ଯେପରିକି ଏଠାରେ ମାତ୍ୟ ଲିଖିତ ସୁସମାଚାର ପୁସ୍ତକରେ ମଧ୍ୟରେ ଲେଖା ଅଛି, ତାର 10:27 ପଦରେ ଲେଖା ଅଛି, କିନ୍ତୁ ଯାହାକି ଅନ୍ଧକାର ଭିତରେ ଥିଲା ତାହା ବର୍ତ୍ତମାନ ଆଜି ଆଲୋକରେ ପ୍ରକାଶିତ ହୋଇଅଛି, ହେବାକୁ ଯାଉଅଛି। ମାନେ କ'ଣ ନା ଏହି ସମୟ ମଧ୍ୟରେ କ'ଣ ହେଇଥିଲା? ଆପଣମାନେ ଘର ଘର ଭିତରେ ଜାଣିଥିଲେ। ଆଉ ଏହି ସମୟରେ ଉଭୟ ମଣ୍ଡଳୀ ଜାଣିବା ନିମନ୍ତେ କେବଳ ଗୃହର ଛାତ ଉପରେ ମାନେ ସମସ୍ତଙ୍କ ଉପରେ ମଣ୍ଡଳୀର ଉଭୟ ମଣ୍ଡଳୀର ସମସ୍ତଙ୍କ ସାମ୍ନାରେ କେବଳ ପ୍ରକାଶିତ ହେଲା। ଆଜି ପ୍ରକାଶିତ ହୋଇଅଛି। ପ୍ରଭୁ ଯେପରିକି ଆପଣମାନଙ୍କର ବାକ୍ୟ ଅନୁସାରେ ଯେପରି ଆଶୀର୍ବାଦ ହେବ ଏବଂ ଅନୁଗ୍ରହ କରିବେ, ସେଥିପାଇଁ ପ୍ରଭୁଙ୍କ ନିକଟରେ ମଧ୍ୟରେ ଆପଣମାନେ ପ୍ରାର୍ଥନା କରନ୍ତୁ। ଆମେ ମଧ୍ୟ ସମସ୍ତ ଉଭୟ ମଧ୍ୟରେ ମଣ୍ଡଳୀ ମଧ୍ୟରେ ପ୍ରାର୍ଥନା କରିବା। ଧନ୍ୟବାଦ। ବସନ୍ତୁ, ଏଥିରେ ଆମେ ସମାପ୍ତ କରିବା।